ଆମ ଘର ପାଖରେ ନଦୀ ଅଛି ବୋଲି ଦେଖନ୍ତୁ ବର୍ଷା ହେଲା ବେଳକୁ ଚାରିଆଡେ ପାଣି ଭର୍ତ୍ତି ହେଇଯାଉଛି। ମୁଁ ପୁଷ୍ପାଲି ବ୍ଲଗ ଟୁ ଏଠି ଆରମ୍ଭ କରୁଛି। ସକାଳୁ ସକାଳୁ ଏତେ ଜୋର ବର୍ଷା କାଚୁଛି ଯେ ମତେ ତ କିଛି ଟିଫିନ ବନେଇବା ପାଇଁ ପଡିବ ମୋ ପୁଅ ପାଇଁ, ସେଥିପାଇଁ ତା ପାଇଁ ଟିକେ ଟିଫିନ ବନେଇଦେଲି, ସିମେଇ ବନେଇଲି। ତାପରେ ଜାଣିଛନ୍ତି ତ ମତେ ଟିକେ ବର୍ଷାରେ ଭିଜିବା ପାଇଁ ଭଲ ଲାଗେ, ସେଥିପାଇଁ ମୁଁ ଟିକେ ବାହାରକୁ ଚାଲିଗଲି। ବର୍ଷା ରାଣୀ ସହିତ ଖେଳିବା ପାଇଁ ଆଉ ଭିଜିବା ପାଇଁ ମତେ ବହୁତ ଭଲ ଲାଗେ। ତାପରେ କାମ ଦାମ ବି ସବୁ ସରିଗଲା। ବାବୁ କହିଲେ ଟିକେ ରୋଷେଇ କରିନିଅ, ରୋଷେଇ କରିନେଲି, ଭାତ ଗାଳି ଦେଲି। ଏପଟେ ଦେଖିଲା ବେଳକୁ ତରକାରୀ କଣ କରିବି, ସେ କହିଲେ ମତେ ଆଳୁଦମ ବନେଇ ଦିଅ, ବାଇଗଣ ଭାଜି ଦିଅ। ଆଳୁଦମ କରିନେଲି, ବାଇଗଣ ଭାଜି ନେଲି। ତାପରେ ମତେ କହିଲେ ଚାଲ ଇଟା ବୋହି ଆଣିବା। ବର୍ଷା ଏତେ ଜୋର ହଉଛି, ପାଣି ଚାରିଆଡେ ମାଡି ଆସିଲାଣି, ଇଟା ଗୁଡା ନ ଆଣିଲେ କେମିତି ହବ। ସେଥିପାଇଁ ଦେଖନ୍ତୁ ବର୍ଷାରେ ଭିଜିକି ଆମେ 2 ଜଣ ଇଟା ବୋହିବାରେ ଲାଗିଛୁ। ଇଟା ବୋହିବାରେ ସାରିବା ଭିତରେ ଖିଆପିଆ ବି ସରିଗଲା। ଏପଟେ ବର୍ଷା ବି ଜୋର ଢାଳୁଥାଏ, କଣ କରିବା। ସେଥିପାଇଁ ଆମେ ମା ପୁଅ ଟିକେ ବାହାରି ଗଲୁ ବର୍ଷାରେ ଓଦା ହେଇକି ଭିଡିଓ ବନେଇବା ପାଇଁ। ଭିଡିଓ ବନେଇବା ଭିତରେ ମୁଁ ତାପରେ ଚାରିଆଡକୁ ଲକ୍ଷ୍ୟ କଲା ବେଳକୁ ଆମ ଗାଁରେ ବର୍ଷା ପାଣି ଏତେ ଭର୍ତ୍ତି ହେଇଯାଇଛି ଯେ ବିଲ ବାଡି ସବୁ ପାଣି ଭର୍ତ୍ତି ହେଇଯାଇଛି। ଏପଟେ ଦେଖନ୍ତୁ ଆମେ ଫେରିଲା ବେଳକୁ ଏତେ ଜୋର ବର୍ଷା ବି କାଚୁଛି।